आनंदे कवार हरि हरि बोला अंबिके अंबालिके अंपल्यवासिनी सिंहवाहिनी महिषा मर्दिनी जगत बंदिनी विद्या प्रदायिनी वीणापणि सरस्वती प्रीत्यर्थे माँ भुआसुनी प्रीत्यर्थे आहुरी एक बार हरि हरि बोला श्री सत्यनारायण सर्वस्मिन् काले वृंदीभूत आबाल बुधबनी अनुष्ठान समस्त कर्मकर्ता मानकर अड़ोशी पड़ोशी ग्रामरू आसीथिबा समस्त साधु सज्जन मानकर कवि साहित्यिक कलाकार बंधु मानकर तथा ग्रामर विश्वर दुख मोचन करंतु प्रेमानंदे आहुरी एक बार हरि हरि गजेन्द्र वदन लंबोदर सुंदर रसंदर मधुगंध लुब्ध मधुप जलम गंधसरा संताहात विदारितारि रुधिरै
शांतं न विदुषुरासुरगणा देवाय तस्मै उगणे नारायण रुद्रे अंबिके भास्करे तथा भिन्न न कर्तव्य ठाकुर नारायणम परामुक्ति तू कुति देखिबन आगो जो कुति परामुक्ति कह हां ओ ताकू किए अबा मोयमारा संसार पारिब धरे दृष्टि अग्रे खेले जाजुल्य ज्योतिरे दृष्टि अग्रे खेले जाजुल्य ज्योतिरे सर्वस्थाने से तो रही पुरी ताकू किए अबा पारिब धरी ताकू किए अबा पारिब धरी ताकू किए अबा पारिब धरी औ दृष्टि अग्रे खेले जाजुल्य ज्योतिरे दृष्टि अग्रे खेले जाजुल्य ज्योतिरे ताकू किए अबा पारिब धरी ताकू किए अबा पारिब धरी ताकू किए अबा पारिब धरी अमूल्य धन सहज कि मिले रे धन जोगी ऋषि तप करुछन्ति जोगी ऋषि तप करुछन्ति केते जोगी ऋषि तप करुछन्ति अमूल्य धन पाइबे बोली ताकू किए अबा पारिब धरी ताकू किए अबा पारिब धरी कामना को कर सहार हिंसा को तू कर रे दूर कामना को कर सहार
ହିଂସାକୁ ତୁ କରେ ଦୂର ତାଙ୍କୁ ଭଜିଲେ ସେ ତୋତେ ଭଜନ୍ତି 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 ଦର୍ଶନ ଦିଅନ୍ତି କୁଞ୍ଜ ବିହାରୀ ତାକୁ କିଏ ଅବା ପାରିବ ଧରି ତାକୁ କିଏ ଅବା ପାରିବ ଧରି ତାକୁ କିଏ ଅବା ପାରିବ ଧରି ଏ ଭକ୍ତ ଭଗବାନ ଭେଦ ଇରେ ମାତ୍ର ନାହିଁ ରେ ଭେଦ ଭଗବାନ ଅଭେଦ କିଏ ମାତ୍ର ନାହିଁ ରେ ଭେଦ ଅଭିରାମ କହେ ପ୍ରେମିକ ଭକ୍ତ ଅଭିରାମ କହେ ପ୍ରେମିକ ଭକ୍ତ ଅଭିରାମ କହେ ପ୍ରେମିକ ଭକ୍ତ ଅଭିରାମ କହେ ପ୍ରେମିକ ଭକ୍ତ ତ୍ରିକୁଟେ ଖାଇ ନୟନ ଭେଳି ତାକୁ କିଏ ଅବା ପାରିବ ଧରି ତାକୁ କିଏ ଅବା ପାରିବ ଧରି ତାକୁ କିଏ ଅବା ପାରିବ ଧରି ଦୃଷ୍ଟିର ଦେଖେ ଯାଜୁର ଜ୍ୟୋତିରେ ଦୃଷ୍ଟିର ଦେଖେ ଯାଜୁର ଜ୍ୟୋତିରେ ଖେଳେ ଜାଜୁଲ୍ୟ ଜ୍ୟୋତିରେ ଦୃଷ୍ଟିର ଦେଖେ ଯାଜୁର ଜ୍ୟୋତିରେ ସମତାରେ ସେ ରହିଛି ପୁରୀ ତାକୁ କିଏ ଅବା ପାରିବ ତାକୁ କିଏ ଅବା ପାରିବ ତାକୁ କିଏ ଅବା ପାରିବ ଲେଖିଲେ ଫୁଲନ୍ଦି ବର କାନ୍ତି ମିନ୍ଦୁ ବଦନ ବରାହ ବତାସ ପ୍ରିୟ ଶ୍ରୀବସ୍ତାଙ୍କ ମୁଦା କୌସ୍ତୁଭଧରଂ ପୀତାମ୍ବର ସୁନ୍ଦର ନୟନ ପଳାଚିତ ତନୁ ସଂଘାବୃତ ଗୋବିନ୍ଦಂ କଳ ବେଣୁ ବାଦନ ପର ଦିବ୍ୟାଙ୍ଗ ଭୂଷଂ ଭଜେ दिव्यांग भूषण बसे भजे दिव्यांग भूषण भजे बाण भजे भूषण भजे भूषम भूषण पतर हाँ परम पिता परम ब्रह्म भगवान श्री सत्यनारायणଙ୍କର ଅଭୟ ପଦକନ୍ଦରେ ଅନନ୍ତ କୋଟି ପ୍ରଣାମ ଜ୍ଞାପନ କରିବା ପରେ ପରମାରାଧ୍ୟା ଜଗଜ୍ଜନନୀ ମା କାଳିନୀ ତାରିଣୀ ଅମ୍ବିକାଙ୍କର ଅଭୟ ଚରଣ ତଳେ ଅନନ୍ତ କୋଟି ପ୍ରଣାମ ଜ୍ଞାପନ କରିବା ପରେ परमार्चनीय विदग्ध श्रोतृमंडली स्नेहमयी कल्याणमयी मोर माँ मैंने सतीर्थ बंधुगण तथा कुना पुओ झी मैंने टोटाल छुआ पिला शिरा प्रशिरा रक्त सुखे खाइबा देछि हमकु किए माँ ए जगत रे माँ ठो बड़ केही नाही आज्ञा अमूल्य मन रख किंतु से संपर्क आमे भूली जाउछु आज्ञा आमे जते बेले बड़ हे जाउछु विवाह बंधन रे बांधी हे जाउछु हमर स्त्री भाव स्त्री ग्रहण कर दउछु आम दाम्पत्य जीवन को बड़ बोली मन करूछु
ମାର ସ୍ନେହକୁ ଭୁଲି ଯାଉଛୁ, ମା କୁ ଆଉ ମନେ ରଖି ପାରୁନୁ, ବାପା ମା କୁ ଭୁଲି ଯାଉଛୁ। ଜଗତରେ ମା ଆଜି କହିକି ଯାଉଛି ମଞ୍ଚରେ, ଆଜି ତ ଶେଷ ଦିନ, ଯେତିକି ସମୟ ଆପଣମାନେ ଧୈର୍ଯ୍ୟର ସହିତ ବସିବେ ମୁଁ ଦିଧାଡ଼ି ଶିଖିଲା ଭଳିଆ କଥା କହିକି ଯିବି। ମୁଁ ଆଜି ମଞ୍ଚରେ କହିକି ଯାଉଛି, ଜଗତରେ ଠାକୁର ବୋଲି ଦେବତା ବୋଲି ଆମେ ଅନେକ ସୂତ୍ର, ଅନେକ ମାର୍ଗ, ଅନେକ ସିଦ୍ଧାନ୍ତକୁ ଗ୍ରହଣ କରିଛୁ। ଅମୂଲ୍ୟ କିଏ କୋଉ ଭାବରେ କୋଉ ଦେବତାକୁ ଗ୍ରହଣ କରିଛି? ଆମ ହିନ୍ଦୁ ସନାତନ ଧର୍ମରେ ଦେବତା ବୋଲି ଯଦି ଯାହାକୁ କହିବା ତା ଭିତରେ ଶ୍ରେଷ୍ଠ ଦେବତା କିଏ? ଶ୍ରେଷ୍ଠ ଦେବତା ଷେଣ୍ଢ, ଷେଣ୍ଢ ଷେଣ୍ଢ ବୃଷଭ। ଦେବତା ମାନଙ୍କ ଭିତରେ ବଡ କିଏ? ଶାଶୁ ଶ୍ୱଶୁର। ନାଇଁ ନାଇଁ ନାଇଁ, ଶୁଣ, ପ୍ରକୃତ ଦେବତା କିଏ? ଶ୍ରେଷ୍ଠ ଦେବତା କିଏ? ଯାହାକୁ ଆପଣ ମାନଙ୍କର ଭକ୍ତ ମଧୁସୂଦନ ରାଓ ଲେଖିଦେଲେ। ପ୍ରକୃତ ଦେବତା କିଏ? ବୋଲେ ପିତା ମାତା ଠାରୁ ଇଏ ବଡ ଦେବତା କେ ଏ ସରଗ ରାଇଜେ ନାହିଁ, ଆହା ସରଗ ରାଇଜେ ନାହିଁ, ଆହା ସରଗ ରାଇଜେ ନାହିଁ, ଆଉ ତାଙ୍କରି ଆଶିଷ ସାହାରେ କାସିନା ବିପଦ କରିବା ପାଇଁ। ମା ଜଗତରେ ଯେତେ ଠାକୁର ଅଛନ୍ତି, ବାପା ମା ଠୁ ଆଉ ବଡ ଠାକୁର କେହି ନାହିଁ। ଅମୂଲି ଯୋଉ କଥା ଜୀବନରେ ବାପା ମା କୁ ପୂଜା କରିଛି ତାର କେବେ ଅକଲ୍ୟାଣ ହବନି ଆଜ୍ଞା, ତାର କେବେ ଅମଙ୍ଗଳ ହବନି ଅମୂଲ୍ୟ। କିନ୍ତୁ ଆଜି ଯୁଗରେ ବାପା ମାଙ୍କୁ ଆମେ କଣ ଠାକୁର ବୋଲି ଭାବି ପାରୁଛେ? ଇଆଡେ ଶୁଣ, ଜଗତରେ ମା କୁ ପୂଜା କରିବୁ, ବାପାଙ୍କୁ ପୂଜା କରିବୁ। ବାପା ମା ହେଲେ ବଡ ଠାକୁର। ଆମେ ଦି ଜଣଙ୍କୁ ଛାଡିଦେଲେ ଘର ନାହିଁ। ବାପୁକୁ ବାଡେଇଲେ ବିଷ ନାହିଁ କି ଧଣ୍ଡକୁ ବାଡେଇଲେ ବିଷ ନାହିଁ, ଦିଟାର ବିଷ ନାହିଁ। ଓ ବାପାର ବିଷ ନାହିଁ କି ଧଣ୍ଡ ସାପର ବିଷ ନାହିଁ। ଓ ବାପା ଧଣ୍ଡ ସାପ ସାଙ୍ଗେ ସମାନ। ମନେ ରଖ ଆଜ୍ଞା, ଆମେ ସଂସାରରେ ଦି ଜଣଙ୍କୁ ଛାଡିଦେଲେ ବଞ୍ଚି ପାରିବାନି ଆଜ୍ଞା। ସାର୍ କିଏ କିଏ ସେ ଦି ଜଣ କିଏ କହିଲେ ଆଜ୍ଞା? ଦି ଜଣଙ୍କୁ ଛାଡିଦେଲେ ଘର ହେଇପାରିବନି। ସାର୍ କିଏ କିଏ ଆଜ୍ଞା? ସେ ଦି ଜଣ କିଏ କହୁନାହାନ୍ତି? ଆପଣ ମାନଙ୍କ କବି ହଉଛନ୍ତି ସ୍ୱର୍ଗତ ସଂକୀର୍ତ୍ତନ ଗାୟକ ଗଣେଶ ଭାଗବତ ପ୍ରଧାନ କହିଦେଲେ। ଦି ଜଣଙ୍କୁ ଛାଡିଲେ ଘର ହେଇପାରିବନି। ସେ ଦି ଜଣ କିଏ କହୁନାହାନ୍ତି? କହିଲେ ଜୀବନର ସଙ୍ଗୀ, ଦୁଃଖ ସୁଖେ ଭାଗୀ, ବେନି ପାରୁ ସରେ ବେନି ନା, 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 ଭବ ସିନ୍ଧୁରେ ରହିବା ପାଇଁ ପାର, ଭବ ସିନ୍ଧୁରେ ରହିବା ପାଇଁ ପାର, ଜଣେ ଭାଇ ଯାକୁ ଜଣେ ମା, ଜଣେ ଭାଇ ଯାକୁ ଜଣେ ମା। ଏ ସଂସାର ଭିତରେ ସଂସାର ସମୁଦ୍ରକୁ ପାର ହେବାକୁ ହେଲେ ଦି ଜଣଙ୍କୁ ଛାଡିଦେଲେ ଆମେ ବଞ୍ଚି ପାରିବାନି ଆଜ୍ଞା। ସାର୍ ସେ କିଏ କିଏ? ଜଣେ ହଉଛି ସ୍ତ୍ରୀ ଆଉ ଜଣେ ହଉଛି ମା। ସ୍ତ୍ରୀ କି ଛାଡିଲେ ଘର ନାହିଁ କି ମା କୁ ଛାଡିଲେ ଘର ନାହିଁ। ଅମୂଲ୍ୟ ସ୍ତ୍ରୀ କି ଛାଡିଲେ ଘର ନାହିଁ କି ମା କୁ ଛାଡିଲେ ଘର ନାହିଁ। ନାଇଁ, ମା କୁ ଛାଡିଲେ ଘର ହେଇପାରିବ କିନ୍ତୁ ସ୍ତ୍ରୀ କି ଛାଡିଲେ ଘର ହେଇପାରିବନି। ସ୍ତ୍ରୀ କି ଛାଡିଲେ ମା ଘର ହେଇପାରିବନି, ନାଇଁ କି ମା କୁ ଛାଡିଲେ ଘର ନାହିଁ। ତା ମା ଦାୟିତ୍ୱ ନଉଛନ୍ତି ବାଲା କହୁଛି ନା। ଅମୂଲ୍ୟ ଆଜ୍ଞା, ହେଲେ ସ୍ତ୍ରୀ ଆଉ ମା ଭିତରେ ବଡ କି? ବଡ ହେଲା ମାଇପ। କିଏ ମାଇପ? ମାଇପ ବଡ ନା, ମାଇପ ବଡ ଆଜ୍ଞା। ସତେ ତ ସ୍ତ୍ରୀ ବଡ ନା? ତ ଭଲ କି ରେକର୍ଡିଂ କରୁଥାଏ, ମୋ ସ୍ତ୍ରୀ ଟା ଦେଖୁ ଘରେ ଶୋଇଥବ। ରହ ଆଜ୍ଞା ଆଜ୍ଞା, ଦି ଜଣଙ୍କୁ ଛାଡିଦେଲେ ଘର ନାହିଁ। କିଏ? ସ୍ତ୍ରୀ କି ଛାଡିଲେ ଘର ନାହିଁ, ମା କୁ ଛାଡିଲେ ଘର ନାହିଁ। ଆଜ୍ଞା ଆଜ୍ଞା, ସ୍ତ୍ରୀ ଆଉ ମା ଭିତରେ ବଡ କି? ଡିଫରେନ୍ସ ଏତିକି, ମା ହେଲା ସାନ, ସ୍ତ୍ରୀ ହେଲା ବଡ ଆଣ୍ଡ ୱାଇଫ। ରହ ମୁଁ କେତେ ପଦ ପଢୁଛି, ତା ଭିତରେ କହୁ ପ୍ରକୃତ ସ୍ତ୍ରୀ ବଡ ଆଜ୍ଞା ନା ମା ବଡ? ଠିକ କହିଲେ ହେଲା ଆଜ୍ଞା। ଶୁଣ ଆଜ୍ଞା, ମା ବଡ ନା ସ୍ତ୍ରୀ ବଡ? ବୋଲେ ପେଟେ ଖାଇଥିଲେ ମୋଟେ ଖାଇ ନାହିଁ, ପେଟେ ଖାଇଥିଲେ ମୋଟେ ଖାଇ ନାହିଁ, ମା କହୁଥିବ ଖା, ମା କହୁଥିବ ଖା ଖା, ମା କହୁଥିବ ଖା ଖା, ମା କହୁଥିବ ଖା ଖା, ଖାଇବା ମାଗିଲେ ଭାରି ଯା କହିବ, ଖାଇବା ମାଗିଲେ ଭାରି ଯା କହିବ, ଉଠୁ ଉଠୁ ଯା ଯା, ଉଠୁ ଉଠୁ ଯା ଯା। ପେଟେ ଖାଇଥିଲେ ମୋଟେ ଖାଇ ନାହିଁ, ମା କହୁଥିବ ଖା 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 ଖା। ପୁଅ ବିଲରୁ କାମ କରି ଫେରିଛି, ଖରାବେଳ ହେଇଛି, ମା ପଖାଳ ଭାତ ବାଢି ଦେଇଛି, ପୁଅର ଖାଇସାରିଲା ପରେ ପେଟ ପୁରି ଯିବ।
पेट पूरी जीवनी हाँ तथापि माँ कहू मो बापा तू आउ दिगुंडा खा खा बड़े बड़े माँ खाइबा दौथ हाँ पुअर पेट पूरी जाइए आहरी बाड़िकी दौथ माँ माँ आ भार्या भार्या जदि अधिक समय खाइबा मागिला शोई भार्या हाँ अब केते खाऊ मत टे शुआई बसई दौनु ठीक कथा बड़ किए माइपो केमिति ये बुढ़ी लोक आरे किसी ना खाली खाइब पीब कह पुआ आसे खाली खा आसे खाली खा जुग जाए उठेलानी समस्त रोग होगलानी क्या डायबिटीज क्या गैस्ट्रिक ये शिक्षिता झील कहे हो स्वामी बेसी खानी राति मोटे खा बंचबू किसी दिन बड़ किए माइप मूल्य आउ गोटे दिना पद पढ़ु पढ़ु नाथ बचन आप बाकी सागे पढ़े शुण आज्ञा तेल हलदी रे पचई देछि तेल हलदी रे पचई देछि देउ देहटाकु मा मोर देउ देहटाकु मा मोर देउ देहटाकु मा मोर देउ देहटाकु मा मोर देहकु पाजी करूची भाईया देहकु पाजी करूची भाईया मुखे मारी स्नो पाउडर तेल हलदी रे छोट पुओटे मु हेतिला बेले बाबा आमे समस्त छोट पुओ हेतिला बेले आज्ञा ए जानू पर लुगा उठे देई मां जानू पर हमको पकेई तेल हलदी रे घसी घसी ए देहटा को टाण करछि किए मो मां करछि ना मां देहटा को टाण करछि ना तू सेई देह को पळ पळ करी तो भार्या खाई जाउछि रे बड़ किए माइपो कोन स्त्री स्त्री छाड़ियोनी आज्ञा बुझियोनी केमिति हाँ आजिकाली जुग कौन है जुग इन्फेक्शन हो जाउची कोरोना रोग है दूर डिस्टेंस मेंटेन्स कर आ तेल हल्दी लगेले इन्फेक्शन हबनी ये स्त्री लोग तार तेल हल्दी की दरकार नहीं पेयर एंड लवली को लवली पेयर एंड लवली लगा ए पिले देखो सुनो टिके रांडी सेंट रानी सेट न एटा रानी हाँ 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 रानी सेठ हाँ ये शिक्षिता छुआ बड़ के हला स्त्री 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 तू किसी ओडिया बुझी पारनु मोर नहीं होता है उड़िया होता आज्ञा हिंदी में बात बोलो नड़िया सिजीवनी की जोगी बुझिवे ना थाबू गोपाल पिला पड़ सुन आया मां बड़ के स्त्री बड़ कहू आया हेले रोग बाग निदन लागिब हेले रोग बाग निदन लागिब जगी बसिथिब महाबर जगी बसिथिब महाबर जगी बसिथिब महाबर जगी बसिथिब महाबर रोगिया के सके पाली हेली रोगिया के सके पाली बहली भाज्या है उठिब घर घर भाज्या है उठिब घर घर पुओ ब्रेन मलेरिया ज्वर है बाबा कटक बड़ मेडिकल रे मासे पड़ी रहिला हाँ ज्वर भल है हाँ घर को आसला वाह ज्वर सिना भल है आया हेले दुर्बलता छाड़ुनी राति पुओ को निद होनी राति शोची पुओ हाँ। निद होनी उठुची बसुची हाँ माँ विचार करियो मो पुओ को निद होनी मु केमति सोइबी हाँ बुढ़ी माँ सेमती अपेक्षा कर रहथबो मो पुओ को निद होनी बाबा मु केमति सोई पड़िबी पुओ संगे अनिद्रा है सेमती बसुथिबा उठुथिबा माँ आज्ञा आज्ञा येउची मार हृदय माँ माँ अमूल्य सारे आ स्त्री स्त्री जदि दिने दी दिन अनिद्रा हो जाए से कौन कहबो कौन कहबो कहे मो बापा रोगिया संगे काहे की बाहागर कले मते दे सुई बसे दो ठीक कथा कहला बड़ किए स्त्री स्त्री तू को बुझि पाबु किछि कौन बुझी पाइली ना कोनटा बुझी पाइली किए बड़ ताले स्त्री मानो केमिति के स्त्री मानो को एलआईसी ऑफिस रे चाकरी करूची या ए राति अनिद्रा हबो पैसा अन्य अकाउंट को चल जीवन नहीं ये तुमको खाई पी के सोइबो बुढ़ी तार ते किसी काम ना से राति अनिद्रा हाथी दकिबो ये काई भुआ सुनी मोटा मेडिकल लगिबो के बड़ स्त्री बड़ तते हां पुष्पाराज जुगंगाने सुन एटिका आया वास्तव रे हां आमे सिना आज विवाह पर आमे स्त्री की बड़ बोली विचार करछे मेन तो स्त्री किंतु मार्च दुनिया केही बड़ ना माई पुरु बड़ सुन सुन कोन मु गाण होइतरे बापा गाण होइतरी बोल मु गाण होइतरी कोन न परिवार खाली तुम संगे आसीबा कथा अमूल्य आज्ञा झियो पिलांगो गाणो देखबाने माँ केमति बड़ कवि कहले कोन कहले बोले प्रिया ढड़ी प्रिया ढड़ी
कवि गंगाधर मेहर लिखिले आज्ञा बोले प्रियार ओढ़णी होई पारिबनी मार पणत कानी लक्षे टंकिया शाढ़ीटा होता स्त्री लक्षे टंकिया ओढ़णीटा होता हेले मो मार से छिंडा पणत सांगे मो मार छिंडा कानी सांगे से समान हबनी चिरी जाइथबो से कानीटा मो मार से छिंडा कानी सांगे लक्षे टंकिया शाढ़ीटा तार समान हबनी कहीं ना से लक्षे टंकिया शाढ़ीटा मो मार छिंडा पणत भितर जो स्नेह पूरी अच्छी मो माँ जो तार भल पाइबा रखी शाढ़ी ता सहित समान हो पारिबनी अमूल्य बड़ किए बड़ माइको धरची गोटे लाइन हबनी अरे शुण जगत रे लक्ष्य स्त्री मिलिबे गोटे माँ मिलिबनी गोटे माँ मिलिबनी गोटे माँ मिले लक्ष्य स्त्री मिलिबे मु निजे अनुभवी आज्ञा कौन गोटाए स्त्री मिलिबनी किंतु लक्ष्य माँ मिलिबे मु कहूँ 1000 स्त्री मिलिबे गोटे माँ मिलिबनी मु कहूँ 1000 माँ मिलिबे किंतु गोटाए स्त्री मिलवा असंभव आज्ञा कहले कांद लागुच आज्ञा तो स्त्री पे तू कांदुचु हाँ कांदुची माने मु निजे अनुभवी करूची आज्ञा अनुभवी कहूँ आज्ञा कहलु केमती तू कहूँ स्त्री मिलिबेनी हाँ माँ मिलिबे आज्ञा कहलु सर आपण लक्ष्य करिवे आ वर्ष ए रजुटू मु आपन सार रहिली या पूर्व आ जण गां को से एक्सपायरी डाके सेथली से लगातार पाला खुंदी रखंदी मु कहली मुंडिया पाला को जाई परनी मो देह खराब है मु पाला छुट्टी रे था सेई बेल को आज्ञा मो बोपाटी मरि गला मो बोपाटी मरि गला आज्ञा ए रेकॉर्डिंग करिउ ने मो बोपार हमर भिने जु पार्टी करिउ न आ जेमिति बापुटी मरि गला सारा हमें संगे संगे गां मालो भाई थले समस्ती डाकिली मुझे आसरे बुढ़ा मरीगला टे नहीं कि कांदिली गुरे कांदिली बुढ़ा 100 खंडे बुढ़ा थे कहला अरे अमूली जदि तो बापा जोटा मरीगला आमे कौन तोर 100 बापा ना गोटे बापा मले मला ओहो माने गोटे बापा मले मोर जहाँ गोटे बापा जदि मला गाँव 100 बापा अच्छा मुह कने दिन काटिदेवा मन को बुझे हाँ बुढ़ा को नहीं सब संस्कार कर दे आसिली तापरे पुणी लक्ष्मी पूजा पालन आपण संगे आसिली फोन वाला अमूली तो माटी मरीगला रे शनि दशा पड़े कांदी कांदी घर को आसिलु कांदी कांदी सीधा स्टांड रु गली आज्ञा 100 खने माँ माउसी माने थले गदा होते मो माँ मरीगला कहला रे अमूली कहीं मन दुख करुचु जदि तोर गोटे माँ मला आमे कौन तोर 100 माँ नाहू कि आमको अने तू दिन काटी जहाऊ गोटे माँ मले मला 100 माँ मिलने अच्छा 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 बुढ़ी की नहीं सब संस्कार कली खाइबा पीवा को देली किछि दिन जाई आज्ञा पाला रे थाए फोन होला अमूल तो माई पुटी मरी गला रे अरे बापा मले माँ मले तो स्त्री मरी गला हो आज्ञा सेठू बेके फोपाड़ी दे गड़ी गली आज्ञा कौन कहू तुम हो आज्ञा स्त्री मरी जे गड़ी मुके सेठू आज्ञा गली बेके फोपाड़ी दे गली मुई युवती बहुटा मरी जाइछि 200-300 खंडे लोक स्त्री लोक आम गाँव गदा होते सब झील बो भुआ शुणी बहुटा मरी जाइछि परा सब गदा होते मु कांदिकी जाउछि एते माई पे गदा होते के जने कहले अमूल तो माई पुटी मरीगला आमे तो माई पछु काहे मन दुख करूछु अरे मूर्ख तुम गाँ झील बहु कहते तू व्यस्त होनी तोर गोटे स्त्री मले आम सब तो स्त्री हबू कहबेनी कहीं गोटे बापा मले 100 बापा बाहर गोटे माँ मले 100 माँ बाहर गोटे माई पे मले जे के जणे गोटे एडजस्ट गंगाधर मेहर लिखी आज्ञा कहला भासु थाए जीव हे जबे संसार बाघ को मारिबु ना कौन नहीं से गाय को थला वाली जना पड़ी कितना फांटे काट जना पड़ी हां हां ओ आस ताले कौन तू बुझेलु ये आगु गाय को थला जदी तंटी खंड को आउ टिके भलो क्लियर थांदा ए हम पाछणु काग मानता नै
ସେଇ ଅଞ୍ଚକ ନାହିଁ ରହ 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 ତୁ ତ ତୋ ସ୍ତ୍ରୀ ସପକ୍ଷରେ ଏତେ କଥା କହିଲୁ ଆଜ୍ଞା ଆଜ୍ଞା କିନ୍ତୁ ମୁଁ କହୁଛି ମା କାହିଁକି ବଡ ଆଜ୍ଞା ଆଜ୍ଞା କାହିଁକି ମା ବଡ କାହିଁ ମା ବଡ ମନେ ରଖ ତ ପୁଅଟିଏ ମରିଗଲା ପରେ କିଏ କେତେ ଦିନ କାନ୍ଦେ ଆଜ୍ଞା 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 ଅମୂଲ୍ୟ ସାରେ ପୁଅଟିଏ ମଲେ କିଏ କେତେ ଦିନ କାନ୍ଦିବ କେତେ ଦିନ ଗାୟକ କେଶରୀ ଉଦୟନାଥ ରଥ ଶର୍ମା କହିଦେଲେ ଆଜ୍ଞା କଣ କହିଲେ କହିଲେ ମାତା ବସି କାନ୍ଦୁଥିବ ଯାବତ ଜୀବନ ପିତା କାନ୍ଦିବ ଦେଖିଲେ ଅନ୍ୟର ମା କାହିଁକି ବଡ ଆଜ୍ଞା ପୁଅଟିଏ ମରିଗଲେ ମା ବଞ୍ଚିଥିଲା ପର୍ଯ୍ୟନ୍ତ କାନ୍ଦିବ ଯେତେବେଳେ ମନେ ପଡିଯିବ ପୁଅ କଥା ମା କି ଲୁହ ଝରିଯିବ ମୋ ପୁଅ ଥାନ୍ତା ମତେ ମା ବୋଲି ଡାକୁଥାନ୍ତା ବଞ୍ଚିଥିଲା ପର୍ଯ୍ୟନ୍ତ ବୁଢୀ ମା କାନ୍ଦୁଥବ ବାପା କେତେବେଳେ କାନ୍ଦିବ ନା ଦେଖିବ ବାପା ଦେଖିବେ ଯେତେବେଳେ ତା ପୁଅ ତାଙ୍କରି ପୁଅ ଭଳିଆ ତା ସାଙ୍ଗସାଥୀକି ଦେଖିଲେ ଆଖିରେ ଲୁହ ଆସିଯିବ ମୋ ପୁଅ ବଞ୍ଚିଥାନ୍ତା ଏମିତି ଗାଡି ଚଢିକି ସାଙ୍ଗସାଥୀ ମାନଙ୍କ ସାଙ୍ଗେ ଯାଉଥାନ୍ତା ବାପା ମନରେ କଷ୍ଟ ହବ ମୋ ପୁଅ ବଞ୍ଚିଥିଲେ ଏଇ ଦାଣ୍ଡରେ ଯାଉଥାନ୍ତା ମତେ ବାପା ଡାକୁଥାନ୍ତା ମା କେତେବେଳେ କାନ୍ଦିବ ନା ବଞ୍ଚିଥିଲା ପର୍ଯ୍ୟନ୍ତ ମା କାନ୍ଦିବ ଟୀକା ଗୋବିନ୍ଦ ଚନ୍ଦ୍ର ସେଦିନ ଗୋବିନ୍ଦକୁ କହିଥିଲେ ଆଜି ମୁକ୍ତା ଦେଇ କହିଲେ ବାପାରେ କହିଲେ ଶୁଣୁ କହିଲେ କେ କାନ୍ଦିବ ଦିନ ଏ ଦଶରେ କୁମାର କେ କାନ୍ଦିବ ଦିନ ବାର ଆହା କେ କାନ୍ଦିବ ଦିନ ବାର ଆହା କେ କାନ୍ଦିବ ଦିନ ବାର ମାତା ଗର୍ଭ ଧରି ନିରତେ କାନ୍ଦିବ ମରିବାର ଯୁଗାନ୍ତର ପୁଅଟିଏ ମରିଗଲେ କିଏ କେତେ ଦିନ କାନ୍ଦିବ କିଏ 8 ଦିନ କାନ୍ଦିବ କିଏ 10 ଦିନ କାନ୍ଦିବ କିଏ ମାସେ କାନ୍ଦିବ କିନ୍ତୁ ମା ଗର୍ଭଧାରୀ ମା ବଞ୍ଚିଥିଲା ପର୍ଯ୍ୟନ୍ତ କାନ୍ଦିବ ମା ହଉଛି ବଡ ସେଇ କଥା କହୁଥାନ୍ତି ଭଗବାନ କୃଷ୍ଣ କହିଲେ ଏ ରୁକ୍ମିଣୀ ଏ ସତ୍ୟଭାମା ଏ ଜାମ୍ବବତୀ ଆରେ ମୋ ମା କଥା ମନେ ପଡିଗଲା ସେଥିପାଇଁ ମୋ ଆଖିରେ ଲୁହ ଆସିଗଲା ତମ ମା କଥା ମନେ ପଡିଗଲା ହଁ ଏଠି ଆମ ରାଜମାତା ଦେବକୀ ଅଛନ୍ତି ଶୁଣୁଥିଲେ ଦେବକୀ ବସୁଦେବ ଦେବକୀ କହିଲେ କହିଲେ ଏ କାହ୍ନୁ କାହ୍ନୁ ଆରେ ତୁ ଏଯାବତ ସେ ଯଶୋଦାକୁ ଭୁଲିନୁ ନାଇଁ ମା ମୁଁ ଟିକେ ଦେହ ଭଲ ନାହିଁ ତ ମା ଆରେ ମୁଁ ପୁରା ତ ଗର୍ଭଧାରିଣୀ ମା ହଁ ମା ତୁ ମତେ ଆଜି ବଡ ବୋଲି ବିଚାର କରୁନୁ ମା ତୁ ସେ ଅଲକ୍ଷଣୀ ଯଶୋଦାକୁ ଭୁଲିନୁ ମା ତାକୁ ମା ବୋଲି କହୁଛୁ ମା ମୋର ଟିକେ ଦେହ ଭଲ ନାହିଁ ନା ମା ମୁଣ୍ଡ ଟିକେ ବିଚଳିତ ଧରୁଛି ମା ତମେ କାଇଁ ବ୍ୟସ୍ତ ହଉଛ ମା ମୁଁ ଆଉ କାହିଁକି ବଞ୍ଚିବି ମା ତୁ ଯଦି ଯଶୋଦାକୁ ବଡ ବୋଲି କହିଲୁ ମୁଁ ତୋର ଗର୍ଭଧାରୀ ମା ଏ ମା ମୁଁ କାହିଁକି ବଞ୍ଚିବି ମୁଁ ଯାଉଛି ମରିବି ନାଇଁ ନାଇଁ ମା ତୁ ମର ନା ମା ଭଗବାନ କୃଷ୍ଣ ଆଜି ମା ଦେବକୀଙ୍କୁ ପାଦ ଧରିଲେ କହିଲେ ମା ରହ ରହ ମୁଁ ଭୁଲରେ କହିଦେଇଛି ମୋ ପାଟିରେ ପଶି ଯାଇଛି ମା ମୋ ଦେହ ଭଲ ନାହିଁ ତ ଜ୍ୱର ହଉଛି ତ ମୋ ପାଟିରେ ପଶିଗଲା ତାହେଲେ ତୁ କାହା କଥା ଭାବୁଥିଲୁ ସେଦିନ କହିଦେଲେ ଭଗବାନ କୃଷ୍ଣ କହିଲେ ମା ମୁଁ ଭାବୁଥିଲି ମୁଁ ଭାବୁଥିଲି ସେ ଛୋଟିଆ ଡଙ୍ଗା କଥା ଡଙ୍ଗା କଥା ହଁ ଆରେ କୋଉ ଡଙ୍ଗା କଥା ନା କୋଉ ଡଙ୍ଗା କଥା କୋଉ ଡଙ୍ଗା କଥା ଭାବୁଥିଲୁ କୋଉ ଡଙ୍ଗା କହିଲେ ନାଉରୀ ନାବ ଲଗା ନାବ ଲଗାବ ନାଉରୀ ନାବ ଲଗା ନାବ ଲଗାବ ନାଉରୀ ନାବ ଲଗା ଆଉ ଛୁର ହେଉଛି ଛୋଟିଆ ଡଙ୍ଗା କଥାଟା ମୁଁ ଭାବୁଛି ଯୋଉ ଡଙ୍ଗାରେ ମୁଁ କେତେ ଜଣଙ୍କୁ ପାର କରିଛି ଯୋଉ ଡଙ୍ଗାରେ ମୁଁ ଗୋପୀ ମାନଙ୍କୁ ପାର କରିଛି ଯୋଉ ଡଙ୍ଗାରେ ମୁଁ ରାଧାଙ୍କୁ ପାର କରିଛି ଆଉ ଯୋଉ ଡଙ୍ଗାରେ ବସି
ହଉ ହଉ କିଏ ପାଣି ଦେଖିବ ନା ଦେଖିବ ନା ଭିଡା ଭିଡି ପଡୁଛୁ ରହ ତେବେ ସେଦିନ କହିଦେଲେ କହିଲେ ଯୋଉ ଛୋଟିଆ ଡଙ୍ଗାରେ ମୁଁ ପାର ହଉଥିଲି ସାଧୁ ଦର୍ଶନ କରିବା ପାଇଁ ଯାଉଥିଲି ସେ ଛୋଟିଆ ଡଙ୍ଗା କଥାଟା ମୋର ମନେ ପଡିଲା ଆଜ୍ଞା ଯେତେବେଳେ ଡଙ୍ଗା କଥା କହିଦେଲେ ଥିଲେ କିଏ ବସିଥିଲେ ଗରୁଡ ଗରୁଡ କହିଲେ ପ୍ରଭୁ ମୁଁ ଆପଣଙ୍କୁ କାନ୍ଧରେ ସଦାସର୍ବଦା ବୋହିକି ନେଉଛି ମୁଁ ଆପଣଙ୍କର ବାହନ ଆପଣ ସେ ଡଙ୍ଗାଟାକୁ ଭୁଲି ନାହାନ୍ତି ଗରୁଡ କହିଲେ ମୁଁ ଯାଉଛି ମରିବି ମୁଁ ଆଉ ବଞ୍ଚିବିନି ମୁଁ ଦ୍ୱାରକାପୁର ଛାଡିକି ଚାଲିଯିବି ଏତିକି 3 ଜଣ କଥା ହଉଥିଲା ବେଳେ ଭଗବାନ କୃଷ୍ଣ ସମସ୍ତଙ୍କୁ ଆଜି ଅଟକାଇଛନ୍ତି ଏଇ ସମୟରେ ଦେବର୍ଷି ନାରଦ ଆସି ପହଞ୍ଚି ଗଲେ କହିଲେ କଳି ଖୋଜୁଥାଇ ନାରଦ ମୁନି କଳି ଖୋଜୁଥାଇ ହର ଧରଣୀ କଳି ଖୋଜୁଥାଇ ହର ଧରଣୀ ଧୂଳି ଖୋଜୁଥାଇ ବାଳ କରୁଛି ଧୂଳି ଖୋଜୁଥାଇ ବାଳ କରୁଛି ଖୋଜୁଥାଇ ନବ ଯୁବତୀ ମାରି ଖୋଜୁଥାଇ ଫୁଲ ଅମୂଲ୍ୟ ସେଦିନ ଦେବର୍ଷି ନାରଦ ଆସି ପହଞ୍ଚିଗଲେ ଦ୍ୱାରକା କଟକ ଯେତେବେଳେ ପହଞ୍ଚି ଗଲେ କଣ କଲେ ଦେବର୍ଷି ନାରଦଙ୍କୁ ବସେଇଲେ ସେଦିନ କିଏ ରାଜମାତା ଦେବକୀ କହିଲେ ଦେବର୍ଷି ନାରଦ ଆସିଛନ୍ତି ଜଗତର ଶ୍ରେଷ୍ଠ ବୈଷ୍ଣବ ଜଗତର ଶ୍ରେଷ୍ଠ ବୈଷ୍ଣବ ହଉଛନ୍ତି ଦେବର୍ଷି ନାରଦ ଯେତେବେଳେ ଜଣେ ବୈଷ୍ଣବଙ୍କ ଦର୍ଶନ ପାଇବା ତାଠୁ ବଡ କଥା ଦୁନିଆରେ କିଛି ନାହିଁ ବଡ ପୁଣ୍ୟ ଦୁନିଆରେ କିଛି ନାହିଁ କଲେ କଣ ଆଜି ଦେବର୍ଷି ନାରଦଙ୍କୁ ବସେଇଲେ କେମିତି ବସେଇଲେ କଲେ ସ୍ୱର୍ଣ୍ଣ ମାନେ ଜପି ଇଏ ବସାଇଲେ ପତି ଆସନ ଦେଇଛୁ ଆସନ ଦେଇଛୁ ଆସନ ସ୍ୱର୍ଣ୍ଣ ମାନେ ଜତି ବସାଇଲେ କତି ଦେଇ ସୁଆସନ ଦ୍ୱାରକା କଟକରେ ସୁଆସନ ଦେଇକି ବସେଇଲେ ପାଦ ଧୋଇଦେଲେ କି କୋଉଥିରେ ପାଦ ଧୋଇଲେ ଏ ପାଣିରେ ଧୋଇଥିବେ ପାଣିରେ ଗୋବର ପାଣିରେ ନାଇଁ ନାଇଁ ପାଦ କୋଉଥିରେ ଅତିଥି ମାନଙ୍କ ଧୁଆଯାଏ ଆଜ୍ଞା ଅତିଥିକୁ ସେ ଯେତେବେଳେ ଆସିବେ ପାଦ ଆମେ କୋଉଥିରେ ଧୋଇଦେବା ହଳଦୀ ପାଣିରେ ପବିତ୍ର ଜଳରେ ପାଦ ଧୋଇ ପବିତ୍ର ଜଳେ ପାଦ ଧୋଇ ପବିତ୍ର ପବିତ୍ର ଜଳ କଣ ବୋଲି ସାର ହଳଦୀ ପାଣି ନାଇଁ ନାଇଁ ନା ତାହେଲେ ପବିତ୍ର ଜଳ ଆଉ କିଏ ପବିତ୍ର ଜଳ କାହାକୁ କହିବା ଆଜ୍ଞା ମିନେରାଲ ୱାଟର ନା ନା ସେ ଗଙ୍ଗା ଜଳ କଣ ପବିତ୍ର ପାଣି ଭାବୁଛି ଗଙ୍ଗା ଜଳ ପବିତ୍ର ଯେ କୋଉ ଗଙ୍ଗା ଜଳ ପବିତ୍ର କୋଉ ଗଙ୍ଗା ଗଙ୍ଗା ଦେଖିଛୁ କଣ ଆରେ ଗଙ୍ଗା ଦେଖିଛୁ हुगुली नदी गंगा को गंगा जल पवित्र को गंगा पवित्र जल काहाकू कहवा जहाकू भीम भाई कलम कर दे कौन कहले भीम भाई कहले कौन कहले माने पवित्र जल गंगा जल किए किए बोले मन को निर्मल जाया तू चित्त को निर्मल करिथिबु सदा काल करिथिबु सदा काल डेलीवरी आपण ठीक कर पनंती मु कोन कर पाउने आपण डेलीवरी ठीक से कर पनंती नारद आज्ञा नारद अरे पवित्र धोई देला पाद धोई दियो नै के आसन रे बसै धोई दियो आसन रे बसैला परे देवकी बसुदेव जते बेले मुंडिया मारिया को जानती टिके पाद को घुंचे नेले के देवकी नारद हां हां आश्चर्य हेले देवकी बसुदेव कहले अरे मु बाबाजी की ऋषि की मुंडिया मारती को पाद घुंचे नेलेनी कहले हो से जहा कहले ए मो कृष्ण बलराम को डाकी दियो आम कथा जहा हला कृष्ण बलराम को डाकी दियो देव ऋषि की से मुंडिया मारिबे जते बेले कृष्ण बलराम देव ऋषि की मुंडिया मारिबे पे गले देवर्षि
ଏଇଠି ଆମେ ପ୍ରଣାମ କରୁଛୁ। ମୂର୍ଖ ଗୌଡ଼ ଦେବର୍ଷି ଘୁଞ୍ଚି ଯାଉଛ, ତମକୁ କଣ ଏଡ୍ସ ହେଇଛି କି? ମୂର୍ଖ ଗୌଡ଼ ପିଲା, ଛୋଟ ଲୋକ ପିଲା, ଛୋଟ ଲୋକ ପିଲା, ଛୋଟ ଲୋକ ପିଲା, ଗୌଡ଼ ମୂର୍ଖ ଜାତି ତମେ। ଫେରାଇ ଲାଗିଲେ ସେଦିନ ପାଦ ଦେବର୍ଷି ତମ ମାନଙ୍କର ପ୍ରଣାମ ଗ୍ରହଣ କରିବା ପାଇଁ ତମେ ମାନେ ଯୋଗ୍ୟ ନୁହଁ ମତେ ପ୍ରଣାମ ଦେବା ପାଇଁ। ତମେ ମୁଣ୍ଡିଆ ମାରିବା ପାଇଁ ଭାରଜା ନା ନୁହଁ? କଣ ତମେ ମୁଣ୍ଡିଆ ମାରିବା ପାଇଁ ଭାରଜା ନା ନୁହଁ? ତମେ ବାବାଜୀ, ତମେ ବାବାଜୀ ବୋଲି ତମକୁ ଆମେ ମୁଣ୍ଡିଆ ମାରୁଛୁ। ହଁ ସାରା ସଂସାର ଆମକୁ ମୁଣ୍ଡିଆ ମାରେ। ହଁ ଆମେ ତମେ ବାବାଜୀ ବୋଲି ଆମେ ତମକୁ ମୁଣ୍ଡିଆ ମାରୁଛୁ। ତମେ ପାପି ପାପି, କଣ ତମେ ପାପି, ତମଠୁ ମୁଣ୍ଡିଆ ଖାଇବା ମତେ ପାପ ହେଇଯିବ। ବଡ ଭାଇ ତମେ ଜାଣିପାରୁନ ସେ କାହିଁ ଡିଷ୍ଟାନ୍ସ ମେଣ୍ଟେନ କରୁଛନ୍ତି। ତାଙ୍କୁ କୋରୋନା ହେଇଛି ବୋଲି ସେଥିପାଇଁ ଦୂରେ। ଆରେ ତମେ ପାପି, ତମ ବୋପା ମା ପାପି, ତମ ବଂଶ ବୁନିଆଦି ଦେବର୍ଷି ଭାଷା ହାଡ ହଉଛି। କହିଦେଲେ ସେଦିନ ଦେବର୍ଷି କହିଲେ ଏ କୃଷ୍ଣ ଏ ବଳରାମ ଏ ବାବୁ ଶୁଣ ଶୁଣ, ତମେ ତ ମୁଣ୍ଡିଆ ମାରିବା ପୂର୍ବରୁ ମୁଁ ଜାଣି ସାରିଛି, ମୁଁ ସବୁ ବୁଝି ସାରିଛି। ତମେ ମାନେ ମହାପାପୀ, ମହାପାପୀ ତମେ ମାନେ। ତମେ ମାନେ କଣ ନ କରିଛ? କହିଲେ ଶଙ୍ଖାସୁର ନିହତ, ଧନପତି ମରୁତା, ଶଙ୍ଖାସୁର ନିହତ, ଧନପତି ମରୁତା, ତମ ମାନଙ୍କର ମୁଣ୍ଡିଆକୁ ପ୍ରଣାମକୁ ମୁଁ ଗ୍ରହଣ କରିପାରିବି ନାହିଁ। ତମେ ଦି ଭାଇ କଣ ନ କରିଛ? ତମେ ସେଣ୍ଡ ମାରିଛ, ତମେ ଗୋପାଳ ଘରେ ଜନ୍ମ ହେଲ, ଗୋପାଳ ଘରେ ବଢିଲ। ଆରେ ଗୋପାଳ ପୁଅ ଗାଈ ମାରିବ? ତମ ଗୌଡ଼ ପିଲା ଗାଈ ମାରିବ ଟି? ଗାଈକି ପୂଜା କରିବ ନା ନାଇଁ? ଗୋପାଳ ପୁଅ ଗାଈ ମାରିବ? କୃଷ୍ଣ ପ୍ରସାଦ ବସୁ ଲେଖିଲି ଫାନ୍ଦ। କହିଲେ ତମେ ଗୋପାଳ ପୁଅ ଗାଈ ମାରିବ? ଖାଲି ଗାଈ ନୁହଁ, ଷଣ୍ଢାସୁର, ଷଣ୍ଢ ଭଳିଆ ଗୋଟେ ଅସୁର ଆସିଲା। ତମେ ଷଣ୍ଢକୁ ମର୍ଡର କଲ, ଅସୁର ଥିଲା। ଗାଈକି ମାଇଲ, ବକାସୁରକୁ ମାଇଲ। ଖାଲି କଣ ସେତିକି? ପ୍ରଥମେ ତମେ ଗୋଟେ ନାରୀ ହତ୍ୟା କଲ, ନାରୀ ହତ୍ୟା କଲ। ମୁଁ ଜାଣିଛି ତୁ କିଏ। ବଳରାମ ଟିକେ ଲୁଚି ଯିବାକୁ କୃଷ୍ଣଙ୍କୁ କହିଦେଲେ ସେ ଦେବର୍ଷି ନାରଦ। କହିଲେ ତୋ ବିଷୟରେ ମୁଁ ସବୁ ଜାଣିଛି। କଣ? ବୋଲେ ତୁ ମହାଧୁରୁ ଦଣ୍ଡ, ମହାଭଣ୍ଡ ପାଷାଣ୍ଡ, ଆଉ ଦଣ୍ଡ କେରାଣ୍ଡ କଲୁ ସତୀ, ଦଣ୍ଡ କେରାଣ୍ଡ କଲୁ ସତୀ। କାଣ୍ଡ ପରେ ତୋହର, କାଣ୍ଡ ପରେ ତୋହର, ଦଣ୍ଡିଲୁ ଜଳଧର, ଦଣ୍ଡିଲୁ ଜଳଧର, ଘରେ ଭଣ୍ଡାଇ ବୃନ୍ଦାବତୀ, ଘରେ ଭଣ୍ଡାଇ ବୃନ୍ଦାବତୀ। ହେ ଭଣ୍ଡରାଜ, 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 କି କାଣ୍ଡ କଲବାରେ ହେଲ, କି କାଣ୍ଡ କଲବାରେ ହେଲ। ଆଉ ଗୌଡ଼ ହୁଣ୍ଡା ଜାତି, ଗୌଡ଼ ହୁଣ୍ଡା ଜାତି, ଷଣ୍ଢ ବଞ୍ଚି ନୀତି, ଷଣ୍ଢ ବଞ୍ଚି ନୀତି, ତାହୁ ଜାଣିବେ କାନା ସବ। ହେ ଭଣ୍ଡରାଜ, 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 କି କାଣ୍ଡ କଲବାରେ। ଦେବର୍ଷି ନାରଦ କହିଲେ, ତମ ଜୀବନରେ ତମେ କେତେ ପାପ ନ କରିଛ? ଅଳ୍ପ ପାପ କରିଛ? କଣ କହିଲେ? କହିଲେ ଶୁଣ, ତମ ଜୀବନରେ ଜନ୍ମ ହେଲା ଆଗ ଗୋଟେ ନାରୀକି ହତ୍ୟା କଲ। ନାରୀ ହତ୍ୟାରେ ଦୁନିଆରେ ବଡ ପାପ କଣ ଅଛି? ନାରୀ ହତ୍ୟା ଠାରୁ ବଡ ପାପ ଦୁନିଆରେ କଣ ଅଛି?
ନା ଆଜ୍ଞା କଣ ଆପଣ ଏମିତି କହୁଛନ୍ତି ଦେବର୍ଷି ନାରୀ କିଏ ହତ୍ୟା କଲି ସେ ନାରୀ କିଏ ନା ତମର କଣ କିଛି ମନେ ନାହିଁ ନା ନାଇଁ ତ ମୁଁ କଣ ନାରୀକି ମର୍ଡର କରିନି କହିଲେ ହଁ ନାରୀକି ତମେ ହତ୍ୟା କରିଛ ତମେ 3 ଦିନର ପୁଅଟିଏ ହେଇଥିଲା ମନେ ପକା ଗୋପ ଦାଣ୍ଡକୁ ଆସିଲା ସେଦିନ କଂସ ପଠେଇଲା ପୁତନାକୁ ସୁନ୍ଦର ରୂପକୁ ଧରିଛି କେମିତି ଚାଲି ଚାଲି ଯାଉଛି ଗୋପ ଦାଣ୍ଡରେ ଚାଲି ଚାଲି ଯାଉଛି ମା ସୁନ୍ଦର ରୂପକୁ ଧରି ପୁତନା ଯାଉଛି କେମିତି ଚାଲି ଚାଲି ଯାଉଛି କବି ହେଲେ ଗଙ୍ଗାଧର ମେହେର ବହି ହଉଛି କିଚକବଧ କେମିତି ଚାଲୁଛି କହିଲେ ଚାଲଇ ହଲଇ କଟି ବାହୁ ଯୁଗ ସେଦିନ ଗୋଟେ ସୁନ୍ଦର ବା ସୁନ୍ଦରୀ ନାରୀ ରୂପକୁ ଧରି ପୁତନା ଯାଇଥିଲା ଗୋପଦାଣ୍ଡରେ ଗୋପାଳୁଣୀ ମାନେ ମନରେ ଭାବିଲେ କହିଲେ ଆମ ଗୋପପୁରରେ ଯେତେ ଗୌଡୁଣୀ ଅଛନ୍ତି ଏମିତିଆ ସୁନ୍ଦରୀ ନାରୀ ତ କେହି ନାହିଁ ଇଏ କିଏ ଇଏ କଣ ଗୋପଦାଣ୍ଡରେ ପଚାରିଲେ ଭଉଣୀ ଭଉଣୀ କିଏ ଆରେ ତମେ କଣ ଆମ ଗୋପପୁରର ନାଇଁ ମୁଁ ବାହାରୁ ଆଚ୍ଛା ଆଉ ତମ ମନରେ ଦୁଃଖ ଆରେ କଣ ହେଇଛି କହୁନା କଣ ହେଇଛି ତମର କହୁନା ଭଉଣୀ କହିବି ହଁ ମୋ ମନର ଦୁଃଖ କହିଲେ ତମେ କଣ ନିବାରଣ କରିପାରିବ କହୁନା କଣ ହେଇଛି କୁହ ଭଉଣୀ ଲୋ ହଁ ମୋର 3 ଦିନର ଗୋଟେ ଛୁଆ ହେଇଥିଲା ଲୋ ଭଉଣୀ ହଁ ସେଇ ଛୁଆଟା ମୋର ମରିଗଲା ଲୋ ଓହୋ ସେଇଥିପାଇଁ କାନ୍ଦୁଛ ସେଇଥିପାଇଁ କଣ କାନ୍ଦୁଛି ଆଉ କୋଉଥିପାଇଁ ମୋର ବିନ୍ଧା ହଉଛି କଣ ହଉଛି ମୋର ଉରୋଜ ପୀଡା ହଉଛି ଲୋ ସେଇ ଛୁଆଟା ନାହିଁ କୋଉ ଛୁଆ ଗୋଟେ ପେଇ ଦେଲେ ମୋ ପେନ୍ କମି ଯାଆନ୍ତା ଓହୋ ଆଚ୍ଛା କି ବିନ୍ଧା ଧୈର୍ଯ୍ୟ ଧର କହିଲେ ମୋର କୁମର ବେବଲା ଉରୋଜ ପୀଡା ପୁତନା କହିଲା ମୋର 3 ଦିନର ପୁଅଟା ମରି ଯାଇଛି ତ ମୁଁ ତା କ୍ଷୀର କାହାକୁ ଖୁଆଇ ପାରିଲିନି ମୋର ଉରୋଜ ପୀଡା ହଉଛି ଆମ ଗାଁରେ ଅଛି କେବଳ ଆମ ନନ୍ଦରାଣୀଙ୍କର ଆଉ ତମେ ସବୁ ଗାଁ ଯାକ ବାନ୍ଧ କଣ କହିବି ଛୁଆ ବଡ ହେଇଗଲେଣି ଆଚ୍ଛା ମୋର ତ ବିନ୍ଧୁଛି ମୁଁ କଣ କରିବି ତେଣୁ ଯେତେବେଳେ ଶୁଣ ଆମର କାହାର ପିଲା ନାହିଁ ଆମ ନନ୍ଦରାଜାଙ୍କର ଗୋଟିଏ ଏବେ ବୁଢା କାଳେ ଗୋଟିଏ ପୁଅ ହେଇଛି ଏଇ 2-3 ଦିନ ହବ ତ ତେଣୁ ଗୋପାଳୁଣୀ ମାନେ ନନ୍ଦ ରାଜାଙ୍କ ଘର ପାଖରେ ପହଞ୍ଚେଇ ଦେଲେ ପୁତନାକୁ ଆଜି କାମ ମୋର ପୂର୍ଣ୍ଣ ହେଇଯିବ ମୁଁ ଯୋଉ ଉଦ୍ଦେଶ୍ୟରେ ଆସିଛି ହବ ତନାଗ୍ରରେ ବିଷ ଭରି ଦେଇଛି ସେତେବେଳେ ପହଞ୍ଚି ଗଲା ନନ୍ଦରାଣୀ ପାଖରେ ଘରେ କିଏ ଅଛ ଡାକିଦିଅ ଗୋପାଳୀ ଡାକିଲେ କହିଲେ ଇଏ ରାଣୀମା ଏ ଦେଖ ଗୋଟେ ଭଉଣୀଟିଏ ଗୋଟିଏ ନାରୀଟିଏ ଆସିଛି ଇଏ କଣ କହୁଛି ଜାଣିଛ ତା ପୁଅଟି 3 ଦିନର ପୁଅଟି ମରିଗଲା ତ ତାର ଉରୋଜ ପୀଡା ହଉଛି ସେ ଛୋଟ ଛୁଆକୁ କ୍ଷୀର ଖୁଆଇ ବୋଲି କହୁଛି ତମେ ଏମିତି କହୁଛ କି ବିନ୍ଧା ହଉଛି ବଡ ଡାକ୍ତରଖାନାକୁ ତମକୁ ପେନ୍ କ୍ଲିୟର ଦେଇଦେବା ତୋର ହେଇଥିଲେ ତୁ ସିନା ଜାଣନ୍ତୁ ଯାହା ହେଇଛି ସେ ଜାଣିଛି ଯଶୋଦା ଘେନି ବନ ମାରି ପୁତନା ହସ୍ତେ ଦେଲା ଚୋରି ଯଶୋଦା କଲେ କଣ ଯଶୋଦା ମନରେ ବିଚାର କଲେ ଭାଗବତ କହିଲେ ମୁଁ ତ ବୁଢୀ ଅବସ୍ଥାରେ ପିଲାଟି ଜନ୍ମ କରିଛି ମୋର ଆଉ କ୍ଷୀର ହବ ଯେ ମୋ ପୁଅ ପିଇବ ଅପା ନମସ୍କାର କଣ ହେଇଛି ମୋର 3 ଦିନର ଛୁଆଟା ମରି ଯାଇଛି ମା ହଁ ମା ମୋର ଉରୋଜ ପୀଡା ହଉଛି ମା ଟିକେ ପେଇ ଦେଲେ ମୁଁ ଟିକେ ଉଶ୍ୱାସ ପାଆନ୍ତି ମା କି ବିନ୍ଧା ଭଉଣୀ ତୁ ବ୍ୟସ୍ତ ହ ନା ହଁ ମୁଁ ତ ବୁଢୀ କାଳକୁ ଗୋଟିଏ ପୁଅ ଜନ୍ମ କରିଛି ହଁ ହେଇଲୋ ହଁ ମୋ ପୁଅ ବି ସଫିସିଏଣ୍ଟ ପିଇବାକୁ ପାଉନି ହଁ
ନେ ହଁ ତୁ ଦି ଢକ ପେଇ ଦେ ତୁ ବି ଶାନ୍ତି ହବୁ ମୋ ଛୁଆ ଶାନ୍ତି ତୁ ବି ଶାନ୍ତି ଯା ମା ତମକୁ ମୁଁ ଡାକିବି ଟାଇମ ହେଲେ ଯେତେବେଳେ ଯଶୋଦା ଆଜି ବଢେଇ ଦେଲା ଯଶୋଦା ବଢେଇ ଦେଲା ପରେ ଛୁଆଟାକୁ କ୍ଷୀର ଖୁଆଉଛି କିଏ ନା ପୁତନା ଭଗବାନ କଲେ କଣ କ୍ଷୀର ଖାଇଲେ ଯେତେବେଳେ କ୍ଷୀର ଖାଇଲେ କହିଲେ ପଞ୍ଚପରାଣ କ୍ଷୀର ସଙ୍ଗେ ରହିଲେ ଗୋବିନ୍ଦ କାମୁଡି ଦଉଛୁ କିରେ କାମୁଡି ଦଉଛୁ କିରେ ଏ ଛୋଟିଆ ଛୁଆଟା ପରା ମୋ ଜୀବନରେ ଆଗରୁ ଛୁଆ ଜନ୍ମ କରି ପ୍ରଥମ ପିଉଛି ଦେଖିବୁ ଶେଷରେ ଏମିତି କାମୁଡ଼ିକି ଧରିଲେ ଭଗବାନ କୃଷ୍ଣ ମା ଏମିତି କ୍ଷୀରକୁ ଶୋଷାଡି ଦେଲେ ପ୍ରଭୁ ତା ପଞ୍ଚ ପରାଣ ସହ ଭିଡି ଆଣିଲେ ସେ ମଲା ପୁତନା ତେଣୁ ହଉ ହଉ ଏଇ ଯୋଉ ପୁରସ୍କାର ଆମକୁ ଦେଇଛନ୍ତି ଯୋଉ ବସା ଘରେ ଆମେ ରହିଛୁ ଯୋଉ ଦି ମହଲା ପରେ ସେ କୁଞ୍ଜ ବାବୁଙ୍କର ସାନ ବୋହୂ ଯାହା ହଉ ସିଏ ଆମର ପାଲା ପରିବେଶରେ ଖୁସି ହେଲେ ଏବଂ ଆମକୁ 6 ଜଣକୁ 600 ଟଙ୍କା ଦେଇଛନ୍ତି ଅତି ସୌଭାଗ୍ୟର କଥା ଆଉ ପ୍ରଭୁଙ୍କ ପାଖରେ ଆମେ ପ୍ରାର୍ଥନା କରୁଛୁ ପ୍ରଭୁ ତାଙ୍କର ଉତ୍ତରୋତ୍ତର ଉନ୍ନତି କରିଥାନ୍ତୁ ଦୀର୍ଘାୟୁ କରିଥାନ୍ତୁ ମନସ୍କାମନା ପୂର୍ଣ୍ଣ କରିଥାନ୍ତୁ ବୋଲ ପ୍ରେମାନ ଦେଖବାର ହରି ହରି ବୋଲ ଆଉ ଦିଟା ପ୍ଲାଣ୍ଟ ହଉ ଦେଖିଆ ଆର ବର୍ଷ ଭଜନ ଭଜନ ଗାନ୍ତୁ କୀର୍ତ୍ତନ ଯିଶୁ ପତ୍ରା ନଗଜାତ ହରି କୁମାର ତାତ ଶଶି ଖଣ୍ଡ ମୌଳି ଲଙ୍କେଶ ସମ୍ପୂଜିତ ପାଦ ପଦ୍ମ ପାୟାଦନାଦି ଭଗବାନ ହର ଏବଂ ହରି କଲ୍ୟାଣୀ କୀର୍ତ୍ତନର ଜିତୁର ସର୍ବରିଷ୍ଠ ଖଣ୍ଡନ କରନ୍ତୁ ଚଲାପଥ କୁସୁମିତ ହଉ ଦୀର୍ଘାୟୁ କରିଥାନ୍ତୁ ହରିଭକ୍ତ କରିଥାନ୍ତୁ ନିରୋଗ ରଖିଥାନ୍ତୁ ବୋଲ ପ୍ରେମାନ ଦେଖବାର ହରି ବୋଲ ଭଜନ କୋଉଟା 4 ଦିନ ହେଲା କହିଲେଣି ଇଏ ରାମାୟଣ ଓହୋ ଆଉ ମୁଁ କହିଲି ସେ ମତେ ଆସିଲା ବେଳେ ବି କହିଲି ମୁଁ କହିଥିଲି ମହାଭାରତର 7 କାଲି ତ ଆଜି ହଉଛି ରାମାୟଣର 7 ରାଣ୍ଡ ରାମାୟଣର କାଣ୍ଡ କେତେ ଆଜ୍ଞା 7 କାଣ୍ଡ 7 ପ୍ରତ୍ୟେକ କାଣ୍ଡରେ ଗୋଟିଏ ଗୋଟିଏ ରାଣ୍ଡ କେମିତି ନା ଆଗେ ହଉଛି ଆଦ୍ୟ କାଣ୍ଡ କହିଲେ ଆଦ୍ୟ କାଣ୍ଡରେ ଅଟଇ ତାରକା ଆଦ୍ୟ କାଣ୍ଡରେ ଅଟଇ ତାରକା ମନ୍ଥରା ଏକା ଦ୍ୱିତୀୟ କାଣ୍ଡରେ ମନ୍ଥରା ଏକା ଅରଣ୍ୟକରେ ସୁପର୍ଣ୍ଣଖା କହି ଅରଣ୍ୟକରେ ସୁପର୍ଣ୍ଣଖା କହି କିସ୍କିନ୍ଧାରେ ମଦନିକା ଓଲାଇ କିସ୍କିନ୍ଧାରେ ମଦନିକା ଓଲାଇ ଏ ଚାରିଟା କଥା ଆଗ ଶୁଣ ମା 7 କାଣ୍ଡରେ 7 ରାଣ୍ଡ ଆଦ୍ୟ କାଣ୍ଡରେ ରହିଲା ତାରକାକୁ ମର୍ଡର କଲେ ଭଗବାନ ରାମ ଏପଟେ ପୁତନାକୁ ମାଇଲେ ଆଗ କୃଷ୍ଣ ଜନ୍ମ ହେଲେ ଆଗେ ନାରୀ ମର୍ଡର କଲେ ନାରୀକି ମାଇଲେ ରାମ ଜନ୍ମ ହେଲେ ନାରୀ ହତ୍ୟା କଲେ ତାରକା ହେଲା ଆଦ୍ୟ କାଣ୍ଡ ଅଯୋଧ୍ୟା କାଣ୍ଡରେ ହେଲା ମନ୍ଥରା କିସ୍କିନ୍ଧିଆ କାଣ୍ଡରେ ମଦନିକା ନା ନାଇଁ ଆଉ ରହିଲା କଣ ଅରଣ୍ୟ କାଣ୍ଡରେ ସୁପର୍ଣ୍ଣଖା ଏ 4 ଗଲା ତାପରେ ହଁ ଲଙ୍କା କାଣ୍ଡେ କସ୍ତନି ପ୍ରମାଣ ଯୁଦ୍ଧ କାଣ୍ଡରେ ସିଂହାଦାନ ଯୁଦ୍ଧ କାଣ୍ଡରେ ସିଂହାଦାନ ଉତ୍ତରା କାଣ୍ଡରେ ଗାର୍ଗୀ ପ୍ରମାଣ ଲଙ୍କା କାଣ୍ଡରେ କିଏ ସିଂହିକା ଆଜ୍ଞା ଆଉ ରହିଲେ ଯୁଦ୍ଧ କାଣ୍ଡରେ ଆଜ୍ଞା ସିଂହିକା ଯୁଦ୍ଧ କାଣ୍ଡରେ ସିଂହିକା ଲଙ୍କା କାଣ୍ଡରେ ଏକସ୍ତନୀ ଉତ୍ତରା କାଣ୍ଡରେ ଗାର୍ଗୀ ଏଇ 7 ଜଣ ନାରୀକୁ କୁହାଯାଏ 7 କାଣ୍ଡର 7 ରହିଛି ଆଜ୍ଞା ଆଜ୍ଞା ମନ୍ଥରା ପାଠଟା ଟିକେ ଅଲଗା ଆଜ୍ଞା ଆମେ ମନ୍ଥରାଙ୍କ ଝିଅ ତାହେଲେ ତାଙ୍କ ସ୍ୱାମୀ କିଏ କହିଲେ ଆଜ୍ଞା ଜାଣିନାହାନ୍ତି ହଁ ବାସ୍ତବରେ ମନ୍ଥରା ବିବାହିତା ନୁହନ୍ତି ମନ୍ଥରା କୋଉଠୁ ଆସିଛନ୍ତି ଗୋଟେ ପଦ ପଢି ଶୁଣନ୍ତୁ ବୈଦେଶିକ ଲେଖା ସେ କୈକେୟୀଙ୍କ ସାଙ୍ଗରେ ଦାସୀ ହେଇକି ମୂଳରୁ ତାଙ୍କ ବାପ ଘର ଥିଲେ ଆଜ୍ଞା
ସେଇଠୁ ଆସିଛନ୍ତି ସେ ବେଳରୁ ଆସିଛନ୍ତି କେମିତି ବିଧବା ରୂପ ଧାରଣ କରୁଛନ୍ତି ଜନ୍ମ ହେବା ପରେ ସେ ବିଧବା ହେଇଛନ୍ତି ସିନ୍ଦୁର ସେ ପିନ୍ଧି ନାହାନ୍ତି ଆଜ୍ଞା ଅବଶ୍ୟ ଆପଣ ଯଦି ଟିଭିରେ ଦେଖିତେ ମୁଁ କହିପାରୁଛି ସିନ୍ଦୁର ସେ ପିନ୍ଧି ନାହାନ୍ତି କେମିତି ନା ଯେତେବେଳେ ରାବଣ ଆସିଛନ୍ତି ମର୍ତ୍ତ୍ୟପୁରକୁ ସେ ଥିଲେ ବାସ୍ତବରେ ଭଗବାନ ନାରାୟଣଙ୍କର ବୈକୁଣ୍ଠ ବିହାରୀଙ୍କର ଦି ଭାଇ ଜଗୁଆଳି ତାଙ୍କୁ ଅଭିଶାପ ଦେଇଦେଲେ କିଏ ଅଭିଶାପ ଦେଇଦେଲେ ମା ଲକ୍ଷ୍ମୀ ସିଏ ଜନ୍ମ ହେଇଗଲେ ଅସୁର ହେଇକି ସେଇ ସାଙ୍ଗରେ ଆସିଥିଲା ବେଳେ ସେ ଜୟ ବିଜୟ କହିଥିଲା ବୈଦେଶ ବିଳାସରେ ଭଞ୍ଜ କହିଦେଲେ କଣ କହିଲେ କହିଲେ ବିଳାସବତୀ ଯୁବତୀ ବିଷ୍ଣୁପୁରେ ମୋର ଏବେ ବିଷ୍ଣୁପୁରେ ମୋର ବିଳାସବତୀ ଯୁବତୀ ବିଷ୍ଣୁପୁରେ ମୋର ଏବେ ବିଷ୍ଣୁପୁରେ ମୋର ଉପପତି କରି ଉପପତି କର କହିଲେ ବିଳାସବତୀ ଯୁବତୀ ବିଷ୍ଣୁପୁରେ ମୋର ବିଷ୍ଣୁପୁରରେ ଗୋଟିଏ ନାରୀ ଥିଲା ତା ନାଁ ହଉଛି ବିଳାସବତୀ ସିଏ ଆସିଛି ମର୍ତ୍ତ୍ୟପୁରକୁ ମନ୍ଥରା ହେଇକି ଆମେ ଯେତେବେଳେ ଜୟ ବିଜୟ ହେଇକି ଜନ୍ମ ହେଲୁ ରାବଣ କୁମ୍ଭକର୍ଣ୍ଣ ହେଇକି ସେ ସେଠୁ ବିଧବା ହେଇକି ଆସିଛି ଏବଂ ସେ ଆମକୁ ମୁକ୍ତି କରିବା ପାଇଁ ସିଏ କୈକେୟୀ ପାଖରେ ଦାସୀ ହେଇକି ଅଛି ସେଇ ଯୋଉ ବିଳାସବତୀ ଯୁବତୀ ବିଷ୍ଣୁପୁରରୁ ଆସିଥିଲା ସେ ରହିଲା କୈକେୟୀ ପାଖରେ ଦାସୀ ହେଇକି ବାପ ଘର ରହିଲା ମନ୍ଥରା ହେଇକି କୈକେୟୀ ପାଖରେ ମନ୍ଥରା ହେଇକି ଆସିଲା ଅଯୋଧ୍ୟା କଟକ ଏବଂ ଏମିତି ଷଡ଼ଯନ୍ତ୍ର କଲା ରାମ ଗଲେ ବଣ ରାମ ବଣ ଗଲା ପରେ ତାଙ୍କ ସ୍ୱାମୀକୁ ଉଦ୍ଧାର କଲେ ରାବଣ ଉଦ୍ଧାର ପାଇଲା ଏ ହଉଛି ତାର ପାଠ ଆଜ୍ଞା ତେଣୁ ପୁରାଣ ଭିତରେ ଏମିତି ଅନେକ କଥା ଅଛି ଆମକୁ ଶୁଣିଲେ ଟିକେ ଟିକେ ଅଡୁଆ ଲାଗିବ କିନ୍ତୁ ଦେଖନ୍ତୁ ଆମ ପୁରାଣ କାଲି ତ ଭାଇ ଆମର କହୁଥିଲେ ଯେ ଚରୁରୁ ପିଲା ଜନ୍ମ ହେଲା ଆଜି ତ ଆମର ବାରିକି ଭାଇ ସେ ପାଠ ଇଏ କଲେ ଚରୁରୁ ପିଲା ଜନ୍ମ ହେବା କଥାଟା କଣ ଗୋଟେ ସମ୍ଭବ କଥା କି ଡାକ୍ତର ଯଦି ଦଉଛି ମେଡିସିନ ଡାକ୍ତର କଣ ସେ ପିଲାର ବାପ ହବ ନା ମେଡିସିନ କଣ ସେ ପିଲାର ବାପ ହବ ନା ଚରୁଟା ତିଆରି କରିଦେଲେ ସେ ଋଷ୍ୟ ଶୃଙ୍ଗ ସେ ଚରୁ ଖାଇବା ଦ୍ୱାରା ତାଙ୍କର ବନ୍ଧ୍ୟାଦୋଷ କଟିଲା ବା ପ୍ରଜନନ କ୍ଷମତା ପ୍ରାପ୍ତ ହେଲେ ସେ ଆଉ ପିଲା କେମିତି ଜନ୍ମ ହବ ତେଣୁ ସବୁ ପୁରାଣରେ ଅନେକ କଥା ରହିଛି ଆମକୁ ଶୁଣିଲେ ଅଡୁଆ ଲାଗିବ ଆପଣ ଦେଖିବେ ଆମ ଓଡ଼ିଆ ଭାଗବତ କହୁଛି ଆମେ ପୁରାଣ ଜାଣିଛେ କହିଲେ ପର୍ବତ ଜାଣୁ ତପତି ନାମ ପର୍ବତରୁ ଜନ୍ମ ହେଲା ବୋଲି ଝିଅଟା ତା ନାଁ ହେଲା ପାର୍ବତୀ ପର୍ବତ କଣ ଗୋଟେ ଝିଅ ଆଜ୍ଞା ଜନ୍ମ କରିପାରିବ ହବ କଣ ଆଜ୍ଞା ହବ କେମିତି ହେଲା ଏପଟେ ପୃଥିବୀରୁ ଜନ୍ମ ହେଲା ବୋଲି ମୋ ମା ସୀତା ତାଙ୍କ ନାଁ ହେଲା ପାର୍ଥବୀ ଇଏ କଣ ସମ୍ଭବ କଥା ଜଳରୁ ଗୋଟେ ଝିଅ ବାହାରିଲା ସିଏ ହେଲେ ଲକ୍ଷ୍ମୀ ସେ କେମିତି ସମ୍ଭବ ହବ ପୁରାଣ ସବୁ ଭିନ୍ନ ଭିନ୍ନ ମତ ଦେଇଛି ଆଜ୍ଞା କିନ୍ତୁ ସାଧାରଣ ଅର୍ଥରେ ବୁଝିବା ପାଇଁ ଆମକୁ ଏଇଟା ସେ କହିଦେଇଛନ୍ତି ହଉ କିଏ ହବ ଦେବର୍ଷି ଯଜ୍ଞ କରିବା ପାଇଁ ମୋର କିଛି ଅସୁବିଧା ନାହିଁ ଆଚ୍ଛା କିନ୍ତୁ ମୁଁ ସବୁ ବ୍ୟବସ୍ଥା କରିଦେଇ ପାରିବି ହେଲେ ନିମନ୍ତ୍ରଣ ବ୍ୟବସ୍ଥାଟା ମୁଁ କରିପାରିବିନି ନିମନ୍ତ୍ରଣ ଦେବା ଦାୟିତ୍ୱ ମୋର ଆପଣ କାହିଁ ଏତେ ଟେନସନ ନଉଛନ୍ତି ଆଜ୍ଞା ନିମନ୍ତ୍ରଣ ଦେବଟି ମୁଁ ସବୁ ନିମନ୍ତ୍ରଣ ଦେଇଦେବି କିଛି ଅସୁବିଧା ନାହିଁ ଆପଣ ଯଜ୍ଞର ଆୟୋଜନ କରନ୍ତୁ ଶୁଣ ଆସ ଶୁଣ କଥା ହଉଛି ତମେ ନିମନ୍ତ୍ରଣ ଦବ ଯେ ତିନିପୁର ନିମନ୍ତ୍ରଣ ଦବ କିନ୍ତୁ ଗୋପପୁରରେ ଦବନି ଗୋପପୁର ଯିବେନି ନା ଆଚ୍ଛା ସେଠି କାହିଁ ଯିବେନି ପ୍ରଭୁ କାହିଁକି ଯିବନି କଣ ଦୋଷ ଅଛି ଏଠି ନା 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 କାହିଁକି ଯିବେନି ଗୋପପୁର ତମେ ନିମନ୍ତ୍ରଣ ଦେଲେ ମୁଁ ଯଜ୍ଞ କରୁଛି ସେମାନେ ଜାଣିଲେ ମୋ ମା ମୋ ବାପା ମୋ ସାଙ୍ଗସାଥି ସମସ୍ତେ ଚାଲି ଆସିବେ ଆଉ ମୋ ମା ଯଶୋଦା ଆସିଲେ ମୋ ମା ଦେବକୀ କଥା ସହ୍ୟ କରିପାରିବ ନାହିଁ ଦୁଇ ମାଙ୍କ ମଧ୍ୟରେ କଳହ ହଉ ଏକଥା ମୁଁ ଚାହେଁନି ଗୋପପୁରକୁ ଯିବନି ତାହେଲେ ଆପଣଙ୍କ କଥା ଶିର ଧରିଛି ମୁଁ ସବୁଆଡେ ନିମନ୍ତ୍ରଣ ଦେବି କେବଳ ଗୋପପୁର ଛଡା ଗୋପପୁରକୁ ଗଲେ ଗୋପାଳୁଣୀ ମାନେ ଜାଣିବେ ମୋ ମା ଜାଣିବ ମୋ ମା ଯଦି ଆସିବ ଠିକି ମୋ ମା ଦେବକୀ ତାକୁ ସହ୍ୟ କରିପାରିବନି କଥା ଅଡୁଆ ହେଇଯିବ ତେଣୁ ତ ଗୋପପୁରକୁ ଯିବନି ହଉ ଶୁଣିବେ ଗୁଣିତ ଦଣ୍ଡ ଯାହା ହୋଇଲା ବି ଖାଲ ଚଳିଗଲେ ପୁର ନିମନ୍ତ୍ରଣ କଲେ ମନରେ ସୂଚନା କଲେ ପୁର ଦେଖିବି ମୁକ୍ଲେ
ଦେବର୍ଷି ନାରଦ ମନରେ ବିଚାର କଲେ କହିଲେ ମୁଁ ସିନା ସବୁଆଡେ ନିମନ୍ତ୍ରଣ ଦେଇଦେଲି ଗୋପପୁର ସିନା ନିମନ୍ତ୍ରଣ ଦେବିନି ହେଲେ ଗୋପପୁର ବାଟେ ବୁଲିକିରି ଗଲେ ଟିକେ ଅସୁବିଧା କଣ ଅଛି ଦେବର୍ଷି ନାରଦ ଗୋପପୁରରେ ପହଞ୍ଚି ଗଲେ ଗୋପପୁରରେ ଗୋଟିଏ ଗୋଟିଏ ଦୃଶ୍ୟ ଦେଖୁଥାନ୍ତି ଦେବର୍ଷି କହିଲେ ଗୋପୀ ଗୋପାଳଙ୍କ ଭାବଟା କଣ ଗୋପୀ ଗୋପାଳଙ୍କ ଭାବଟା ଜାଣିବା ପାଇଁ ଦେବର୍ଷି ନାରଦ ପଶିଗଲେ ହେଲା କଣ ପ୍ରଥମେ ଦେଖିଲେ ବୋଲେ ବାତୁଳ ସୁବଳ ଚାଖି ମିଠା ଠୁଳ କଲାଇ ପର୍ବତ ଠୁଳ କଲାଇ ପର୍ବତ ଠୁଳ କଲାଇ ପର୍ବତ ପରେ ମୁଁ ଯେତେ ଛାନ୍ଦ ପଢିବି ଏ ସବୁ ଅବିଭକ୍ତ କଟକ ଜିଲ୍ଲାର ଯାଜପୁର ମାଟିର ପୁଅ କୃଷ୍ଣ ପ୍ରସାଦ ସାହିତ୍ୟ ଆଜ୍ଞା ଅମୂଲ୍ୟ ଦେଖିଲେ ଦେବର୍ଷି ନାରଦ ଯେତେବେଳେ ଦେଖିଲେ କଣ ଦେଖିଲେ ଦେଖିଲେ ବାତୁଳ ସୁବଳ ଭଗବାନଙ୍କ ସାଙ୍ଗ ହଉଛି ଆଜ୍ଞା ସୁବଳ ଆପଣ ମାନେ କାହାଣୀ ବାରମ୍ବାର ଶୁଣିଛନ୍ତି ଯେତେବେଳେ ସୁବଳକୁ ଦେଖିଲେ ସେ ପାଗଳ ହେଇଯାଇଛି କୃଷ୍ଣ ପ୍ରେମରେ ଏମିତି ପାଗଳ ହେଇଯାଇଛି ସୁବଳ କୃଷ୍ଣ ଆସିବ ତା ପାଇଁ ମିଠା ଫଳ ଚାଖି ଚାଖି ଆଜି ଗଦା କରି ରଖିଲାଣି ସର୍ବତାକାର ରଖିଛି ଆଜି ମିଠା ଫଳ ଦେବର୍ଷି ନାରଦ ଦେଖିଲେ କହିଲେ ସୁବଳ କାହାକୁ ଅପେକ୍ଷା କରିଛୁ କିଏ ଆସିବ ତୋର ଫଳ ଖାଇବ ଆଉ କାହ୍ନୁ ଆସିବ ଆଉ ଆସିବନି ରେ ସିଙ୍ଗା ବଜଉଛି ସୁବଳ ଗୋପାଳ ମାନଙ୍କର ତ ସିଙ୍ଗା ବଜେଇବା ଗୋଟେ ଅଭ୍ୟାସ ଆଜ୍ଞା ସିଙ୍ଗା ବଜଉଛି କହୁଛି କାହ୍ନୁ ତୁ କୋଉ ଦିନ ଫେରିବୁ ଏ କହ୍ନେଇ ତୁ କୋଉ ଦିନ ଫେରିବୁ ଯେତେ କହୁଛି କହ୍ନେଇ ଆସୁଛି ଦେବର୍ଷି ନାରଦଙ୍କୁ ଦେଖିଲା ପରେ ସେ ସୁବଳ ଭାବିଲା ଏ କଣ ମୋ କାହ୍ନୁ କଣ ପଠେଇଛି ଆଙ୍କୁ ମୋ କାହ୍ନୁ କଣ ପଠେଇଛି ସୁବଳ ଦେବର୍ଷି ନାରଦଙ୍କୁ ଧରି ପକେଇଛି କହିଲେ ସେ ତ ଦେବର୍ଷି ବୋଲି ଜାଣେ ନା ସେ ଜାଣୁ ଜଣେ ବାବା ଜଣେ ସାଧୁ କହିଲେ ଏ ଗୋସେଇ ଏ ସାଧୁ ଏ ବାବାଜୀ ବାବା ତମେ କଣ ମୋ କହ୍ନେଇକି ଦେଖିଛ ମୋ ସାଙ୍ଗ କୃଷ୍ଣକୁ ଦେଖିଛ ସତ କହୁଛ ବାବା ବାବା ଶୁଣ 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 ବାବା ବାବା ଶୁଣ ବାବା ତମେ ସତ କହୁଛ ଏତେ କାହିଁ ପାଗଳ ହଉଛ ବାପା ମୋ କୃଷ୍ଣକୁ ଦେଖିଛୁ ମୁଁ ସେଇଠୁ ଆସୁଛି ବର୍ତ୍ତମାନ ମାନେ କେତେ ପାଗଳ ମୁଁ କୃଷ୍ଣ ପାଖକୁ ଟିକେ ଯିବି ମୁଁ କୃଷ୍ଣ ପାଖକୁ ଯିବି ପାଗଳ ହେଇକି ସୁବଳ କହୁଛି ମାନେ କେତେ ଭାବ ବିହୋଳ ଯେତେବେଳେ ସେ ଦେବର୍ଷି ନାରଦ କଥା ଶୁଣିଲେ କହିଲେ କୃଷ୍ଣ କେତେ ଠକି ଦେଇ ପଳେଇଛି ଏମାନଙ୍କୁ ଆଉ ଟିକେ ଆଗକୁ ଗଲେ ସୁବଳ ବସିଛି ବୃନ୍ଦାବନ ଆଡକୁ ଚାହିଁଛନ୍ତି କିଏ ମୋ ମା ରାଧା ଦେଖିଲେ ବୃନ୍ଦାବନ ଆଡକୁ ଚାହିଁଛନ୍ତି ମୋ ମା ରାଧା ସଖୀ ମାନେ ତାକୁ ଜଗିକି ଚାରିପଟେ ଅଛନ୍ତି ଘେରିକି ଅଛନ୍ତି ବୃନ୍ଦାବନରେ ପହଞ୍ଚି ଗଲେ ଦେବର୍ଷି ନାରଦ ନଦିଆ ପଦେ ଗାଇବାରେ ନଦିଆ 3-4 ଦିନ ହେଲା ହେଇନି ଆଜି ନଦିଆ ହବ ଯେତେବେଳେ ବୃନ୍ଦାବନରେ ପହଞ୍ଚି ଗଲେ ଦେବର୍ଷି ନାରଦ ଜଗତରେ ଶ୍ରେଷ୍ଠ ଶ୍ରୀ ବୈକୁଣ୍ଠ ପୁରୀ ଦେବର୍ଷି ନାରଦ ଦେଖୁଛନ୍ତି ବୃନ୍ଦାବନର ଦୃଶ୍ୟ ସମସ୍ତେ ଗୋପୀ ଗୋପାଳ ବୃନ୍ଦାବନକୁ ଧାଉଁଛନ୍ତି କୃଷ୍ଣ କାଳେ ବୃନ୍ଦାବନରେ ଥିବ କି ବୈକୁଣ୍ଠରେ ଶ୍ରେଷ୍ଠ ଶ୍ରୀ ବୈକୁଣ୍ଠ ପୁରୀ ତାହାଇତେ ଶ୍ରେଷ୍ଠ ମଥୁରା ନଗରୀ ଆରେ ତାହାର ମତେ ଶ୍ରେଷ୍ଠ মথুরা নগরী তাহাতে শ্রেষ্ঠ হইল মথুরা নগর তাহাতে শ্রেষ্ঠ
अरे कौन तो गड़िसा खोजुची गुआ निर्लज अछली आज्ञा एभଳି निर्लज दही हांडी भांगिकी गुआ खोजुची তোমার অষ্টপরি কোনি রে କୋଉଟା ତ କହ ও গুয়া গুয়া ଯୋଡିଏ ଗୁଆ ତେଲ जा 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 बस 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 আয়া আরে আমার অষ্টপরি করুছি মু চান্দা দেখিরি এত টাকা চান্দা অষ্টপরি আমার নগণ আমি আম ঘর পরিবার হ্যাঁ আমি 30 টাকা চান্দা হউছু 30 টাকা হ্যাঁ খাଉଛ କେତେ ଜଣ নগণ খাউছু କେତେ ବକ୍ତ ଖାଉଛ ତିନି ବକ୍ତ ଖାଉছୁ ତମର ବଳୁଥିବ 30 ଟଙ୍କା ସଇ ବଡ ଗୁଆଟା ସିଏ ପାଇଛି ताको फेरे देबो गुआ ताको देबो रह तेबे कहबार कथा से दिन वृंदावन जेतेबेले पहुंची गले देवर्षि नारद वृंदावन दृश्य को देखिला परे भावांतर सृष्टि होउची मा राधा रानी से दिन वृंदावन रे कृष्ण को अपेक्षा करी अछि कहउची काधुरे सत्य कण तु वृंदावन को फेरिबू सत्य कण तो मुख मु दर्शन करिबी कहिले मा राधा बोले कान्हू तू कहा को ठकी दे गलु शेष मत ठकी देलु केते भल पाइबा तो न देथिली कान्हू काहे के मत ठकी दे गलु सखी मान को पचारले कहले सखी अरे कुह मु बंचीबी ना मरिबी मु बंचीबी ना मरिबी देवर्षि नारद जाउचंदी वृंदावन अभिमुखे ए दृश्य को देखुचंदी मा राधा कहउचंती चंपुटिए पढुची थ चंपू कवि सूर्य बलदेव रथ किशोर चंद्रानंद चंपू थ चंपू थ पटल